ଖାଉଛନ୍ତି କି ମୋମୋ? ତାହେଲେ ହୁଅନ୍ତୁ ସାବଧାନ। ଜମାରୁ କିନ୍ତୁ ଆପଣ ଜାଣନ୍ତି କି ସେଗୁଡ଼ାକ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଇଥାଏ? ଆଜି ଏହି ସମ୍ବାଦରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣଙ୍କର ଲୋଭକୁ ପୂରଣ କରିବା ପାଇଁ ଆପଣ ଖାଉଥିବା ମୋମୋ କେତେ ଖରାପ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ମୋମୋ କାହିଁକି ବିପଦଜନକ। ମୋମୋ ତିଆରି କରିବା ପାଇଁ ମଇଦା ବ୍ୟବହୃତ ହୁଏ। ବାସ୍ତବରେ ମଇଦା ଗହମର ଏକ ଉତ୍ପାଦ, ତଥାପି ଏଥିରୁ ପ୍ରୋଟିନ୍ ଏବଂ ଫାଇବର ବାହାର କରାଯାଇଥାଏ, ଯାହା ପରେ କେବଳ ଅଟାରେ ଷ୍ଟାର ରହିଥାଏ। ଯେହେତୁ ମଇଦାରେ ପ୍ରୋଟିନ୍ ନାହିଁ, ଏହାର ପ୍ରକୃତି ଅମ୍ଳୀୟ ହୋଇଥାଏ। ଅଟା ଶରୀରରେ ପ୍ରବେଶ କରେ ଏବଂ ହାଡ଼ରେ ଥିବା କ୍ୟାଲସିୟମକୁ ଶୋଷିଥାଏ। ମଇଦା ଭଲ ହଜମ ହୁଏ ନାହିଁ। ଅନ୍ତନଳୀରେ ପହଞ୍ଚିବା ପରେ ଏହା ଅନ୍ତନଳୀକୁ ଅବରୋଧ କରିପାରେ, ଯେଉଁଥିପାଇଁ ଅନେକ ରୋଗ ହୋଇପାରେ। ବଜାରରେ ବିକ୍ରି ହେଉଥିବା ମୋମୋକୁ ଧଳା ଏବଂ ନରମ କରିବା ପାଇଁ ବ୍ଲିଚ୍, କ୍ଲୋରାଇନ୍ ଗ୍ୟାସ୍, ଆଜୋକାର୍ବାଇଡ୍ ଏବଂ ବେଞ୍ଜୋଏଲ୍ ପେରୋକ୍ସାଇଡ୍ ଯୋଗ କରାଯାଇଥାଏ। ମୋମୋରେ ମିଶାଯାଉଥିବା ଏହି ରାସାୟନିକ ପଦାର୍ଥ ଅଗ୍ନାଶୟ ଏବଂ କିଡ୍ନିକୁ ନଷ୍ଟ କରିପାରେ ଏବଂ ମଧୁମେହ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କରିପାରେ। ମୋମୋ ସହିତ ଖାଉଥିବା ସିଜୱାନ ଚଟଣି ଅତ୍ୟନ୍ତ କୌତୁକିଆ। ଏହା ପେଟ ଏବଂ ଅନ୍ତନଳୀରେ ରକ୍ତସ୍ରାବ ଏବଂ ଗ୍ୟାଷ୍ଟ୍ରିଚ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ମୋମୋ ବିକ୍ରୟ କରୁଥିବା କିଛି ଲୋକ ଏଥିରେ ମୋନୋସୋଡିୟମ ଗ୍ଲୁଟାମେଟ୍ ନାମକ ଏକ ରାସାୟନିକ ପଦାର୍ଥ ଯୋଗ କରନ୍ତି, ଯାହା ମୋମୋ ସ୍ୱାଦକୁ ବଢ଼ାଇଥାଏ ଏବଂ ଏହାକୁ ସୁଗନ୍ଧିତ କରିଥାଏ। ମୋନୋସୋଡିୟମ ଗ୍ଲୁଟାମେଟ୍ କେବଳ ମେଦବହୁଳତା ବୃଦ୍ଧି କରିପାରିବ ନାହିଁ, ବରଂ ଛାତି ଯନ୍ତ୍ରଣା, ମସ୍ତିଷ୍କ ସମସ୍ୟା, ହୃଦସ୍ପନ୍ଦନ ଏବଂ ବିପି ମଧ୍ୟ ସୃଷ୍ଟି କରିପାରେ।